ଦେଖନ୍ତୁ ଆମ ପାଖରେ 3ଟି ଫର୍ମ ସୁଭଦ୍ରାର ଫର୍ମ ମିଳିସାରିଛି। ସୁଭଦ୍ରାରେ ଏପରି ଆପଣଙ୍କୁ 3ଟି ଫର୍ମ ସମସ୍ତଙ୍କୁ ମିଳିଥିବ ଅଙ୍ଗନବାଡ଼ି କେନ୍ଦ୍ରରୁ। ମୁଁ ଏଟାକୁ ଫିଲ୍ଅପ୍ ତ କରିସାରିଛି, ଆଉ ଆପଣଙ୍କୁ ଦେଖାଉଛି କିପରି ଫର୍ମ ଗୁଡ଼ିକ ଫିଲ୍ଅପ୍ କରିବେ। ଆପଣ ପ୍ରଥମେ ଭାଗ କ, ତାପରେ ଆପଣଙ୍କର ଭାଗ ଖ ରହିଛି। ଦେଖନ୍ତୁ ଏଥିରେ ଭାଗ ଖ, ତାପରେ ଭାଗ ଗ ରହିଛି, ତାପରେ ଶେଷରେ ଆପଣଙ୍କୁ ଯେଉଁଟି ମିଳିଛି ସେଟା ହେଉଛି ଆପଣଙ୍କର ପ୍ରାପ୍ତି ସ୍ୱୀକାର। ଏଥିରେ ଆପଣଙ୍କର କିଛି ଫିଲ୍ଅପ୍ କରିବାକୁ ପଡ଼ିବ ନାହିଁ। ତାହେଲେ ଆସନ୍ତୁ ଫର୍ମଟିକୁ ଫିଲ୍ଅପ୍ କିପରି କରାଯାଉଛି ଆପଣଙ୍କୁ ଆମେ ଜାଣିବା। ଫର୍ମଟିକୁ ନିର୍ଭୁଲ ଭାବେ ପୂରଣ କରିବେ, ଏଥିରେ କୌଣସି କଟା ଯୋଡ଼ା କରିବେ ନାହିଁ। ଯେ ଭାଗ କରେ ଆପଣ ଦେଖନ୍ତୁ, ଭାଗ କରେ ଅଛି ସମ୍ପୂର୍ଣ୍ଣ ନାମ। ଆଧାର ଅନୁଯାୟୀ ଆପଣଙ୍କର ସମ୍ପୂର୍ଣ୍ଣ ନାମଟିକୁ ପୂରଣ କରିବେ, ଏଥିରେ କଟା ଯୋଡ଼ା କିଛି କରିବେ ନାହିଁ। ଯେ ଭାଗ କରେ ଆଧାର କାର୍ଡ଼ରେ ଯାହା ନାମ ଥିବ ସେୟାକୁ ଫିଲ୍ଅପ୍ କରିବେ। 1 ନମ୍ବର ରହିଲା ଯେ ସମ୍ପୂର୍ଣ୍ଣ ନାମ। ଯେ ଗୋଟିଏ ଶବ୍ଦ ଲେଖିଲା ପରେ ମଝିର ଗୋଟିଏ ଘର ଆପଣ ଖାଲି ଛାଡ଼ିବାକୁ ପଡ଼ିବ, ନହେଲେ ଆପଣଙ୍କୁ ଅସୁବିଧା ହେବ। 2 ନମ୍ବରରେ ରହିଛି ଆଧାର ସଂଖ୍ୟା। ଆପଣଙ୍କର ଆଧାର କାର୍ଡ଼ରେ ଯେଉଁ ସଂଖ୍ୟା ଅଛି ଆପଣଙ୍କର 12ଟି ନମ୍ବର ଥିବ। 12ଟି ନମ୍ବରକୁ ଠିକ୍ ଭାବେ ପୂରଣ କରନ୍ତୁ। ଆଧାର ସଂଖ୍ୟା ତୃତୀୟରେ ଆସିଲା ସ୍ୱାମୀ କିମ୍ବା ପିତାଙ୍କ ନାମ। ଆଧାର କାର୍ଡ଼ରେ କିଛି ବ୍ୟକ୍ତିଙ୍କର, କିଛି ମା ମାନଙ୍କର ରହିଛି ଯେ ପିତାଙ୍କ ନାମ ରହିଛି ଏପର୍ଯ୍ୟନ୍ତ, କିଛି ଆଧାର କାର୍ଡ଼ରେ ସ୍ୱାମୀଙ୍କ ନାମ ରହିଛି। ତେଣୁ ସ୍ୱାମୀଙ୍କ ନାମ ଥିଲେ ସ୍ୱାମୀଙ୍କ ନାମ ଲେଖିବେ, ପିତାଙ୍କ ନାମ ଥିଲେ ଆପଣ ପିତାଙ୍କ ନାମ ଲେଖିବେ। 4 ନମ୍ବରରେ ଆସିଲା ଆପଣଙ୍କର ଜନ୍ମ ତାରିଖ। ଆଧାର କାର୍ଡ଼ରେ ଦେଖନ୍ତୁ ଜନ୍ମ ତାରିଖ ଦେଖିକରି ନିର୍ଭୁଲ ଭାବେ ପୂରଣ କରନ୍ତୁ। 5 ନମ୍ବରରେ ଆସିଲା ଆପଣଙ୍କର ବର୍ଗ। ଆପଣ ଯଦି ସାଧାରଣ ବର୍ଗ ଥିବେ ସାଧାରଣ ବର୍ଗରେ ଟିକ୍ ଚିହ୍ନ ମାରିବେ। ଯଦି ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି କିମ୍ବା ଶାରୀରିକ ଭିନ୍ନକ୍ଷମ ଯେଉଁଥିରେ ଥିବେ ଆପଣଙ୍କର ଯେଉଁ ବର୍ଗ ଥିବ ଆପଣ ସେଥିରେ ଠିକ୍ ଚିହ୍ନ ମାରନ୍ତୁ। 6 ନମ୍ବରରେ ଆପଣଙ୍କ ଶାରୀରିକ ଭିନ୍ନକ୍ଷମ ହଁ କିମ୍ବା ନା, ଯଦି ନା ଥିବ ତାହେଲେ ନାଁରେ ଟିକ୍ କରନ୍ତୁ। 7 ନମ୍ବରରେ ଆପଣ ଦେଖନ୍ତୁ ଆଧାର ସଂଯୁକ୍ତ ମୋବାଇଲ ନମ୍ବର। ଆଧାର କାର୍ଡ଼ରେ ଆପଣଙ୍କର ଯେଉଁ ମୋବାଇଲ ନମ୍ବରଟି ଅଛି ସେ ମୋବାଇଲ ନମ୍ବରଟିକୁ ଏଠି ଦିଅନ୍ତୁ। ଆଉ ବିକଳ୍ପ ମୋବାଇଲ ନମ୍ବର ଆପଣଙ୍କର ରହିଲା 8 ନମ୍ବରରେ। 8 ନମ୍ବର ରହିଲା ବିକଳ୍ପ, ଯଦି ଆଉ ଘରର ଅନ୍ୟ ମୋବାଇଲ ନମ୍ବର ରହିଛି ତାହେଲେ ବିକଳ୍ପ ନମ୍ବର ଆପଣ ଦେଇପାରିବେ। 9 ନମ୍ବରରେ ରହିଲା ଆପଣ ଜିଲ୍ଲା, ଆପଣ ଯେଉଁ ଜିଲ୍ଲାର ବାସିନ୍ଦା କୌଣସି ଜିଲ୍ଲାର ନାମ ଦେଇପାରିବେ। 10 ନମ୍ବର ରହିଲା ସହରାଞ୍ଚଳ, ଗ୍ରାମାଞ୍ଚଳ ନିମନ୍ତେ ହେଲା ଗ୍ରାମ ରହିଲା ହେଉଛି ଆପଣଙ୍କର ଗ୍ରାମ, ଗ୍ରାମ ପଞ୍ଚାୟତ, ଆପଣଙ୍କର ବ୍ଲକ। ଏ 3ଟିକି ଦେଖିକରି ଫିଲ୍ଅପ୍ କରନ୍ତୁ। 11 ନମ୍ବରରେ ରହିଲା ସହରାଞ୍ଚଳ ନିମନ୍ତେ, ଯେଉଁମାନେ ସହରରେ ବସବାସ କରୁଥିବେ ସହରରେ ସେମାନେ ଫିଲ୍ଅପ୍ କରିପାରିବେ। 12 ନମ୍ବର ରହିଲା ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କ ନାମ। ଯେଉଁ ବ୍ୟାଙ୍କରେ ଆପଣଙ୍କର ଆଧାର ଲିଙ୍କ ସହିତ EKYC ଥିବ, ତେଣୁ ସେ ବ୍ୟାଙ୍କର ନାମ ଏଥିରେ ଆପଣ ଦେଇପାରିବେ। ଭାଗ କ ସରିଲା ଆପଣଙ୍କର। ଦ୍ୱିତୀୟରେ ଭାଗ ଖ। ଭାଗ ଖରେ ଦେଖନ୍ତୁ ଅଛି ଆପଣଙ୍କର ଫର୍ମ 3ଟିକି ଧରନ୍ତୁ। ଫର୍ମ 3ଟି ଧରିଲା ପରେ ଭାଗ ଖରେ ଆପଣ ପଢ଼ିକରି ଦେଖନ୍ତୁ। ଭାଗ ଖରେ ଲେଖା ଅଛି ଘୋଷଣାନାମା। ଭଲ କରି ପଢ଼ନ୍ତୁ ଏବଂ ସେଥିରେ କ'ଣ ଯାହା ଅଛି ସବୁ ସେଥିରେ ଟିକ୍ ଚିହ୍ନ ମାରନ୍ତୁ। ଏଥିରେ ଲେଖା ଅଛି ମୁଁ ଓଡ଼ିଶାର ବାସିନ୍ଦା ଅଟେ, ଟିକ୍ ଚିହ୍ନ କରନ୍ତୁ। 1 ଜୁଲାଇ 2024 ସୁଦ୍ଧା ମୋର ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ, 60 ବର୍ଷରୁ କମ୍ ଅଟେ, ଏଇଟା ବି ଆପଣ ଟିକ୍ କରନ୍ତୁ। ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ମାସିକ 1500 କିମ୍ବା ଅଥବା ତଦୁର୍ଦ୍ଧ୍ୱ କିମ୍ବା ବାର୍ଷିକ 18,000 ଟଙ୍କା ଅଥବା ତଦୁର୍ଦ୍ଧ୍ୱ ଆର୍ଥିକ ସହାୟତା ରାଶି ପାଉନାହିଁ,
ଏଟା ବି ଆପଣ ଟିକ୍ କରନ୍ତୁ। ତାପରେ ଆପଣ ଦେଖନ୍ତୁ ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ MP କିମ୍ବା MLA ନୁହନ୍ତି। ଏଟା ବି ଟିକ୍ କରନ୍ତୁ। କେହି ନାହାନ୍ତି। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ଆୟକର ଦାତା ନୁହନ୍ତି। ଆୟକର ବି ଦେଉନାହାନ୍ତି। ଏଟା ବି ଟିକ୍ କରନ୍ତୁ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ କୌଣସି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନର ଜଣେ ନିର୍ବାଚିତ ଜନପ୍ରତିନିଧି ନୁହନ୍ତି। ଏଟା ବି ଟିକ୍ କରନ୍ତୁ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର କୌଣସି ଅଣ୍ଡରଟେକିଂ ଅଥବା ବୋର୍ଡ ଅଥବା ସ୍ଥାନୀୟ ସଂସ୍ଥା ଅଥବା ବିଭାଗରେ ନିୟମିତ କିମ୍ବା ସ୍ଥାୟୀ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ନିଯୁକ୍ତି ନୁହନ୍ତି ଅଥବା ଅବସର ପେନସନ ପାଉ ନାହାନ୍ତି। ଏଟା ବି ଆପଣ ଟିକ୍ କରନ୍ତୁ। ତାପରେ ଆସିଲା ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ଭାରତ ସରକାରଙ୍କର କୌଣସି ସରକାରୀ ବିଭାଗ ଅଥବା ଉଦ୍ୟୋଗରେ ଅଥବା ବୋର୍ଡ ଅଥବା ସଂଗଠନ ଅଥବା ରାଜ୍ୟ ସରକାରଙ୍କର ଜଣେ ନିର୍ବାଚିତ ମନୋନୀତ ନିଯୁକ୍ତ ପ୍ରତିନିଧି ନୁହନ୍ତି। ଏଟା ବି ଟିକ୍ କରନ୍ତୁ। ମୋର କିମ୍ବା ମୋ ପରିବାରର କୌଣସି ସଦସ୍ୟଙ୍କର 5 ଏକରରୁ ଅଧିକ ଜଳସେଚିତ ଜମି ବା 10 ଏକରରୁ ଅଣଜଳସେଚିତ ଜମି ନାହିଁ। ଏଟା ବି ଟିକ୍ କରନ୍ତୁ। ମୋର କିମ୍ବା ମୋ ପରିବାରର କୌଣସି ସଦସ୍ୟଙ୍କର 4 ଚକିଆ ଯାନର ନାହିଁ। ଏଟା ବି ଟିକ୍ କରନ୍ତୁ। 4 ଚକିଆ ଯାନ ଆପଣଙ୍କର ସରକାରଙ୍କର ଯୋଜନା ଅନୁଯାୟୀ 4 ଚକିଆ ଯାନ ଥିଲେ ଛୋଟ ଯଦି ହାଲକା ସାମାନ ବୁହା ଯଦି 4 ଚକିଆ ଯାନ ଥିବ ତାହେଲେ ଆପଣ ଆବେଦନ କରିପାରିବେ। ନହେଲେ ବଡ଼ ଭାରୀ ଯାନ ଯଦି ଅଛି ତାହେଲେ ଆପଣ ସେଥିରୁ କଟିଯିବାର ସମ୍ଭାବନା ରହିଛି। ମୋ ପରିବାରର ବାର୍ଷିକ ଆୟ 2,50,000 ଟଙ୍କାରୁ କମ୍ ଅଟେ। ଏଇଟା ବି ଟିକ୍ କରନ୍ତୁ। ତାପରେ ରହିଲା ଆପଣଙ୍କର ଭାଗ ଗ। ଭାଗ ଗ ରେ ଆପଣ ହେଉଛି କ'ଣ କରିବେ ନା ଏଥିରେ କିଛି କୌଣସି ଟିକ୍ ମାରିବାର ନାହିଁ। ଏଟା ଆପଣ କ'ଣ କରିବେ ନା ହେଉଛି ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ଚୁକ୍ତିଭିତ୍ତିକ ଏଟା ନିୟମ ଅନୁଯାୟୀ ଆଧାର କେନ୍ଦ୍ରରୁ ଆପଣଙ୍କର ଡାଟା ସର୍ଭିସେସନ୍ ନେଇପାରିବେ। ଦ୍ୱିତୀୟରେ ହେଲା ATM ସହିତ ଡେବିଟ୍ କାର୍ଡ଼ ଆପଣଙ୍କୁ ଦେବା ପାଇଁ ବ୍ୟାଙ୍କରୁ ଆପଣଙ୍କୁ ପରମିସନ୍ ନେଇପାରିବେ। ଆଉ DBT ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ମଧ୍ୟ ସେମାନେ ପରମିସନ୍ ନେଇପାରିବେ ବୋଲି ଆପଣ ଅନୁମତି ଦେଲେ। ତୃତୀୟରେ ଆପଣଙ୍କର ଯେଉଁ ରହିଲା ପ୍ରାପ୍ତି ସ୍ୱୀକାର। ପ୍ରାପ୍ତି ସ୍ୱୀକାରଟିକୁ ଦେଖନ୍ତୁ। ପ୍ରାପ୍ତି ସ୍ୱୀକାରରେ ରହୁଛି କ'ଣ ନା ଆପଣ ଏଠି ଅନଲାଇନ୍ର ପୂରଣ କରି ଅନଲାଇନ୍ରେ ଆବେଦନ କଲା ପରେ ଆପଣଙ୍କୁ ଆବେଦନ ପତ୍ର ନମ୍ବର ଯେଉଁ ରିସିପ୍ଟଟି ମିଳିବ ଏ ରିସିପ୍ଟରେ ଏଠି ରିସିପ୍ଟ ନମ୍ବର ରହିବ। ଏଠି ଆବେଦନ ତାରିଖ ଆଉ ବର୍ଷର ମାସର ରହିବ ଡେଟ୍ ରହିବ। ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ଯାହା ଅଛି ସେଟା ମଧ୍ୟ ରହିବ। ଆଧାର ନମ୍ବର ଏଠି ଆପଣଙ୍କର 12 ଡିଜିଟ୍ ଯେଉଁ ଆଧାର ନମ୍ବର ଏଠି ବି ରହିବ। ଏଟା ଫିଲ୍ଅପ୍ କରି ଅନଲାଇନ୍ କେନ୍ଦ୍ରରୁ ଆପଣଙ୍କୁ ମିଳିବ। ଏଇଥିରୁ ରଖିଥିଲେ ସୁଭଦ୍ରା ଯୋଜନାର ଷ୍ଟାଟସ୍ ବିଷୟରେ ଆପଣ କ'ଣ ହେଲା ନହେଲା ପର ମୁହୂର୍ତ୍ତରେ ଆପଣ ଜାଣିପାରିବେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଦୟାକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ।